ଆସନ୍ତୁ ଶୁଣିବା ପୁତ୍ରଦା ଏକାଦଶୀର ବ୍ରତ କଥା। ଯୁଧିଷ୍ଠିର କହିଲେ, ହେ ଶ୍ରୀକୃଷ୍ଣ, କୃପା କରି ପୌଷ ମାସ ଶୁକ୍ଲପକ୍ଷ ଏକାଦଶୀର ମାହାତ୍ମ୍ୟ କୁହନ୍ତୁ। ତାହାର ନାମ କ'ଣ? ତାହା ପାଳନ କରିବାର ବିଧି କ'ଣ? ସେଥିରେ କେଉଁ ଦେବତାଙ୍କ ପୂଜନ କରାଯାଏ? ଭଗବାନ ଶ୍ରୀକୃଷ୍ଣ କହିଲେ, ରାଜନ୍, ପୌଷ ମାସ ଶୁକ୍ଳ ପକ୍ଷରେ ଯେଉଁ ଏକାଦଶୀ ପଡ଼େ ତାର ନାମ ହେଉଛି ପୁତ୍ରଦା। ପୁତ୍ରଦା ଏକାଦଶୀରେ ନାମ ମନ୍ତ୍ର ଉଚ୍ଚାରଣ କରି ଫଳ ଦ୍ୱାରା ଶ୍ରୀହରିଙ୍କର ପୂଜନ କରିବା ଉଚିତ। ନଡ଼ିଆ, ଗୁଆ, ଡାଳିମ୍ବ, ସୁନ୍ଦର ଅଁଳା, ଲବଙ୍ଗ, କୋଳି ତଥା ବିଶେଷତଃ ଆମ୍ବ ଦ୍ୱାରା ଦେବଦେବେଶ୍ୱର ଶ୍ରୀହରିଙ୍କର ପୂଜନ କରିବା ଉଚିତ। ଏହି ପ୍ରକାର ଧୂପ ଦୀପରେ ମଧ୍ୟ ଭଗବାନଙ୍କର ଅର୍ଚ୍ଚନା କରିବେ। ପୁତ୍ରଦା ଏକାଦଶୀରେ ବିଶେଷ ରୂପରେ ଦୀପଦାନ କରିବାର ବିଧାନ ଅଛି। ରାତିରେ ବୈଷ୍ଣବ ପୁରୁଷଙ୍କ ସହିତ ଜାଗରଣ କରିବା ଉଚିତ। ଜାଗରଣକାରୀଙ୍କୁ ଯେଉଁ ଫଳ ପ୍ରାପ୍ତ ହୋଇଥାଏ ତାହା 1000 ବର୍ଷ ପର୍ଯ୍ୟନ୍ତ ତପସ୍ୟା କଲେ ମଧ୍ୟ ମିଳେ ନାହିଁ। ଏହା ସମସ୍ତ ପାପକୁ ନାଶ କରିବାର ଉତ୍ତମ ତିଥି ଅଟେ। ଚରାଚର ଜଗତ ସହିତ ସମସ୍ତ ତ୍ରିଲୋକରେ ଏହାଠାରୁ ଅନ୍ୟ କୌଣସି ବଡ଼ ତିଥି ନାହିଁ। ସମସ୍ତ କାମନା ଓ ସିଦ୍ଧିଦାତା ଭଗବାନ ନାରାୟଣ ଏହି ତିଥିର ଅଧିଷ୍ଠାତା ଦେବ ଅଟନ୍ତି। ପୂର୍ବ କାଳର କଥା। ଭଦ୍ରାବତୀ ପୁରୀରେ ରାଜା ସୁକେତୁମାନ ରାଜତ୍ୱ କରୁଥିଲେ। ତାଙ୍କ ରାଣୀଙ୍କର ନାମ ଥିଲା ଚମ୍ପା। ରାଜାଙ୍କର ବହୁଦିନ ପର୍ଯ୍ୟନ୍ତ ବଂଶରକ୍ଷା ନିମନ୍ତେ କୌଣସି ପୁତ୍ର ପ୍ରାପ୍ତ ହେଲା ନାହିଁ। ଏଥିପାଇଁ ରାଜା ରାଣୀ ଉଭୟେ ସବୁବେଳେ ଚିନ୍ତା ଓ ଶୋକରେ ବୁଡ଼ି ରହୁଥିଲେ। ରାଜାଙ୍କ ପିତୃପୁରୁଷମାନେ ରାଜାଙ୍କ ଦ୍ୱାରା ପ୍ରଦତ୍ତ ଜଳକୁ ଶୋକୋଚ୍ଛ୍ୱାସରେ ଗରମ କରି ପିଉଥିଲେ। ରାଜାଙ୍କ ପରେ ଆଉ ଏପରି କେହି ଦେଖାଯାଉନାହାନ୍ତି ଯିଏ ଆମର ତର୍ପଣ କରିବ। ଏହି ଚିନ୍ତାରେ ସେମାନେ ସଦା ଦୁଃଖୀ ରହୁଥିଲେ। ଦିନେ ରାଜା ଘୋଡ଼ାରେ ବସି ଘଞ୍ଚ ଜଙ୍ଗଲକୁ ଚାଲିଗଲେ। ପୁରୋହିତ ଆଦି କାହାକୁ ମଧ୍ୟ ଏକଥା ଜଣା ନଥିଲା। ମୃଗ ଓ ପକ୍ଷୀମାନଙ୍କ ଦ୍ୱାରା ସେବିତ ସେହି ଘଞ୍ଚ ଜଙ୍ଗଲରେ ରାଜା ଭ୍ରମଣ କରିବାକୁ ଲାଗିଗଲେ। ରାସ୍ତାରେ କେଉଁଠି ଶିଆଳ ରଡ଼ି ଛାଡ଼ିବାର ଶୁଣାଯାଉଥିଲା ତ କେଉଁଠି ପେଚାର ରାବ ଶୁଭୁଥିଲା। ଏଣେ ତେଣେ ଭାଲୁ ଏବଂ ମୃଗ ଦୃଷ୍ଟିଗୋଚର ହେଉଥିଲେ। ଏହି ପ୍ରକାର ବୁଲି ବୁଲି ରାଜା ବନର ଶୋଭା ଦେଖୁ ଦେଖୁ ଦିନ 2 ପ୍ରହର ହୋଇଗଲା। ରାଜା ଭୋକ ଏବଂ ଶୋଷରେ ବ୍ୟାକୁଳ ହେଲେ। ସେ ଜଳ ଅନ୍ୱେଷଣରେ ଏପାଖ ସେପାଖ ବୁଲିବାକୁ ଲାଗିଗଲେ। କୌଣସି ପୁଣ୍ୟ ପ୍ରଭାବରୁ ତାଙ୍କୁ ଗୋଟିଏ ଉତ୍ତମ ସରୋବର ଦେଖାଗଲା, ଯାହା ନିକଟରେ ମୁନିମାନଙ୍କର ବହୁତ ଆଶ୍ରମ ଥିଲା। ସୌଭାଗ୍ୟଶାଳୀ ରାଜା ସେହି ଆଶ୍ରମ ଆଡ଼କୁ ଦେଖିଲେ। ସେହି ସମୟରେ ଶୁଭ ଲକ୍ଷଣ ଦେଖାଗଲା। ରାଜାଙ୍କର ଡାହାଣ ଆଖି ଏବଂ ଡାହାଣ ହାତ ଫରକିବାକୁ ଲାଗିଲା, ଯାହା ଉତ୍ତମ ଫଳ ପ୍ରାପ୍ତିର ସୂଚନା ଦେଇଥିଲା। ସରୋବର ତଟରେ ମୁନିଗଣ ବେଦ ପାଠ କରୁଥିଲେ। ସେମାନଙ୍କୁ ଦେଖି ରାଜା ବହୁତ ଆନନ୍ଦିତ ହେଲେ। ସେ ଘୋଡ଼ାରୁ ଓହ୍ଲାଇ ମୁନିମାନଙ୍କ ସାମ୍ନାରେ ଯାଇ ଠିଆ ହୋଇଗଲେ ଏବଂ ଅଲଗା ଅଲଗା କରି ସମସ୍ତଙ୍କ ବନ୍ଦନା କରିବାକୁ ଲାଗିଲେ। ସେହି ମୁନିଗଣ ଉତ୍ତମ ବ୍ରତ ପାଳନକାରୀ ଥିଲେ। ରାଜା ହାତ ଯୋଡ଼ି ବାରମ୍ବାର ଦଣ୍ଡବତ କରିବାରୁ ମୁନିମାନେ କହିଲେ, ରାଜନ୍, ଆମେମାନେ ତୁମ ଉପରେ ପ୍ରସନ୍ନ। ରାଜା କହିଲେ, ଆପଣମାନେ କିଏ? ଆପଣମାନଙ୍କର ନାମ କ'ଣ ତଥା ଆପଣମାନେ କାହିଁକି ଏଠାରେ ଏକତ୍ରିତ ହୋଇଛନ୍ତି? କୃପା କରି ମୋତେ ସବୁ କୁହନ୍ତୁ। ମୁନିଗଣ କହିଲେ, ରାଜନ୍, ଆମେମାନେ ବିଶ୍ୱଦେବ ଏଠାକୁ ସ୍ନାନ କରିବା ନିମନ୍ତେ ଆସିଅଛୁ। ମାଘ ମାସ ନିକଟ ହୋଇଛି। ଆଜିଠାରୁ 5 ଦିନ ପରେ ମାଘ ସ୍ନାନ ଆରମ୍ଭ ହୋଇଯିବ। ଆଜି ପୁତ୍ରଦା ଏକାଦଶୀ। ଏହି ବ୍ରତ ଅନୁଷ୍ଠାନ କରୁଥିବା ମନୁଷ୍ୟକୁ ପୁତ୍ର ପ୍ରାପ୍ତ ହୋଇଥାଏ। ରାଜା କହିଲେ, ବିଶ୍ୱଦେବଗଣ, ଯଦି ଆପଣମାନେ ପ୍ରସନ୍ନ ତେବେ ମୋତେ ପୁତ୍ର ପ୍ରଦାନ କରନ୍ତୁ। ମୁନିଗଣ କହିଲେ, ରାଜନ୍, ଆଜି ପୁତ୍ରଦା ଏକାଦଶୀ। ଏହି ବ୍ରତ ସୁପ୍ରସିଦ୍ଧ ଅଟେ। ତୁମେ ଆଜି ଏହି ଉତ୍ତମ ବ୍ରତ ପାଳନ କର। ମହାରାଜ, ଭଗବାନ କେଶବଙ୍କ ପ୍ରସାଦରୁ
तुमको पुत्र अवश्य प्राप्त हेब। श्रीकृष्ण कहले, युधिष्ठिर एही प्रकार सही मुनि मानक कहिबा अनुसारे राजा भक्तिर सहित सही उत्तम व्रत पालन कले। महर्षि मानक उपदेश अनुसारे विधिपूर्वक पुत्रदा एकादशी अनुष्ठान कले। पुणी द्वादशी दिन पारण करी मुनि मानक चरण रे बारंबार नतमस्तक होई राजा निज गृह को बाहुड़िले। तापरे राणी गर्भ धारण कले। यथा समय रे पुण्यकर्मा राजा को तेजस्वी पुत्र प्राप्त हैला, जे निज गुण द्वारा पिता को संतुष्ट कला एवं प्रजापालक हैला। एथिपाई हे राजन, पुत्रदा एकादशी उत्तम व्रत अवश्य करिबा उचित। मु लोकमानंक हित पई तुम आगरे एहा वर्णना कली। जो मनुष्य एकाग्रचित होई पुत्रदा एकादशी व्रत करती सेमाने इहलोकरे पुत्र लाभ करी मृत्यु परे स्वर्गगामी होइथांती। एही महात्म्य को पढ़िबा और सुनिबा द्वारा अग्निगोष्ठम यज्ञर फल प्राप्त होइथाए।